ଭାରତରେ ମାତ୍ର 7 ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ଇଲେକ୍ଟ୍ରିକ୍ କାର, ଯାହାକି ଭାରତରେ ମିଳୁଥିବା କାର ସିଙ୍ଗଲ ଚାର୍ଜରେ ଯାଉଛି 400 କିଲୋମିଟର। ତେବେ ଏବେ ଦେଖିବା ଭାରତରେ କେତେ ଟଙ୍କାରେ କୋଉ କାର ମିଳୁଛି। ପ୍ରଥମେ ସବୁଠାରୁ କମ୍ ବା ଷ୍ଟାର୍ଟିଂ ହେଉଛି ଶୋରୁମ୍ ମୂଲ୍ୟ 6,69,000 ଟଙ୍କାରୁ, ଯାହାକି ଏମଜି କୁମେଟ ଇଭି, ଯାହାକି ସିଙ୍ଗଲ ଚାର୍ଜରେ ଯାଉଛି 230 କିଲୋମିଟର କମ୍ପାନୀ କ୍ଲେମ୍ କରୁଛି। ଦ୍ୱିତୀୟରେ ହେଉଛି ଆମ ଦେଶର କମ୍ପାନୀ ଟାଟା ଟିଆଗୋ ଇଭି, ଆରମ୍ଭ ହେଉଛି ଶୋରୁମ୍ ମୂଲ୍ୟ 7,69,000 ରୁ ନେଇ 11,99,000 ପର୍ଯ୍ୟନ୍ତ। ଏହି ଗାଡ଼ି ଗୋଟେ ଥର ଚାର୍ଜ କଲେ 250 ରୁ 315 କିଲୋମିଟର ପର୍ଯ୍ୟନ୍ତ ଯାଉଛି। କମ୍ପାନୀର କହିବା ଅନୁସାରେ 3ରେ ହେଲା ଟାଟା ପଞ୍ଚ ଇଭି, ଯାହାକି 10,49,000 ରୁ ଆରମ୍ଭ ହୋଇ 15,49,000 ପର୍ଯ୍ୟନ୍ତ ଶୋରୁମ୍ ମୂଲ୍ୟ ରହୁଛି। ଆଉ ଏହି ଗାଡ଼ିଟି 315 ରୁ 421 କିଲୋମିଟର ଯାଉଛି। କମ୍ପାନୀ କ୍ଲେମ କରୁଛି। 4 ହେଲା ଟାଟା ଟିଗର ଇଭି, ଯାହାକି ସିଦାନ ଗାଡ଼ି ରହିଛି। ଆଉ ଏହି ଗାଡ଼ିର ମୂଲ୍ୟ 12,49,000 ରୁ ନେଇ 13,75,000 ପର୍ଯ୍ୟନ୍ତ ଶୋରୁମ୍। ଏଥିରେ 315 କିଲୋମିଟର ରେଞ୍ଜରେ ମିଳିବ ଗୋଟେ ଥର ଚାର୍ଜ କରିଲେ। 5 ନମ୍ବରରେ ହେଲା ସିଟ୍ରୋଏନ୍ C3, ଯାହାକି 12,70,000 ରୁ ଆରମ୍ଭ ହୋଇ 13,50,000 ପର୍ଯ୍ୟନ୍ତ ଶୋରୁମ୍ ମୂଲ୍ୟ ରହିଛି। ଏହି ଗାଡ଼ିରେ ଗୋଟେ ଥର ଚାର୍ଜ କରିଲେ ଯିବ 320 କିଲୋମିଟର ପର୍ଯ୍ୟନ୍ତ ଗାଡ଼ି ଗଡ଼ିବ। ଏମିତି ଭିଡ଼ିଓ ଦେଖିବା ପାଇଁ ଆମକୁ ସବସ୍କ୍ରାଇବ, ଲାଇକ୍, ଫଲୋ ନିଶ୍ଚୟ କରନ୍ତୁ।